ଗଣିତ କ'ଣ କହିବ? ପ୍ରାର୍ଥୀ ଘୋଷଣା ହେଇଛି, ସବୁ ଦଳ ତାଙ୍କର ନିଜ ନିଷ୍ପତ୍ତିରେ ରହିବେ, ଫଳ ଯାହା ହବ ହବ। କାହାର କେମିତି କହିହେବନି, ନ ହେବା ସ୍ୱାଭାବିକ, କାରଣ ଏଇଟା ଓପନ୍ ବ୍ୟାଲେଟ୍, ସମସ୍ତଙ୍କୁ ଦେଖେଇକି ଦେବାକୁ ପଡ଼ିବ। ତେଣୁ ଏଠି କ୍ରସ୍ ଭୋଟିଂର ଚାନ୍ସ ନାହିଁ। ଯେଉଁମାନେ ଅତି ନିଷ୍ପତ୍ତି ନେଇଥିବେ କ'ଣ କରିପାରନ୍ତି, କିନ୍ତୁ ସେମିତି ହେବ ନାହିଁ ବୋଲି ମୋର ଆଶା। ଦିଲ୍ଲୀପ ରାୟ କହିଛନ୍ତି ଯେ 2002ର ପୁନରାବୃତ୍ତି ହେବ ଯେପରି ଭାବରେ। ସିଏ କ'ଣ କହିଲେ ସେ ଜାଣିଥିବେ, ତାଙ୍କ କଥା ମୋତେ କହିଲେ କ'ଣ ହେବ? ସମସ୍ତେ ସମସ୍ତଙ୍କୁ ଲଢ଼ିବେ, ସମସ୍ତଙ୍କୁ ଅନୁରୋଧ କରିବେ, ଯେଉଁମାନେ ପ୍ରାର୍ଥୀ ହେଇଛନ୍ତି ସେଟା ସ୍ୱାଭାବିକ କଥା। ଯେଉଁମାନେ ସଂଖ୍ୟା ଦୃଷ୍ଟିରୁ ଯେଉଁମାନଙ୍କର ଅଧିକା ଅଛି, ଆମର ଧରନ୍ତୁ ବିଜେପିର 2 ଜଣ ଗ୍ୟାରେଣ୍ଟେଡ୍ ଜିତିବେ, ବିଜେଡିର ଜଣେ ଜିତିବା ପରେ ଆମର ଯେଉଁ ଯେଉଁ ମିଳିତ ପ୍ରାର୍ଥୀ ଦିଆହେଇଛି, ବିଜେଡି କଂଗ୍ରେସ ଭୋଟ ଦେବେ, ଆମର ସଂଖ୍ୟା ଦୃଷ୍ଟିରୁ ସେ ନିଶ୍ଚିତ ଜିତିବେ। କାହିଁକି ନ ଦେବେ? କାହିଁକି ନ ଦେବେ? ନିଷ୍ପତ୍ତି ଅଛି, ଓପନ୍ ବ୍ୟାଲେଟ୍ ଦେଖେଇକି ଦେବେ ନାଇଁ? ଅସନ୍ତୋଷଟା କ'ଣ? ଅସନ୍ତୋଷର ଜାଗା ଏଇଠି ନୁହେଁ। ଯିଏ ଅସନ୍ତୋଷ ଥିବ ସେ କ'ଣ କଥା ଅଲଗା, ସେ କଥାରେ କ'ଣ କହୁଥିବ, କାମରେ କେହି କିଛି କରିପାରିବେନି। ସାର୍ ଯେପରି ଭାବରେ ଦେଖିବେ ଯେ ବିଜେଡିରେ ଯେପରି ଅସନ୍ତୋଷ ରହିଛି, ବିଜେଡିରେ 3 ଜଣ ନିଲମ୍ବିତ ହୋଇଛନ୍ତି, ଯେପରି ସେପଟକୁ ଭୋଟଟା ଯିବ ଭାରି, ତାଙ୍କୁ ରହିବ 6 ରହିବ। କଂଗ୍ରେସରୁ ଯଦି ତା ସତ୍ୟ ମଧ୍ୟ ତ ଠିକ୍ ଅଛି ନା। ଯେଉଁମାନେ କହୁଛ, ଆପଣ ଯେଉଁମାନଙ୍କୁ କହୁଛନ୍ତି ନିଲମ୍ବିତ ହେଇଛନ୍ତି, ସେ କୁଆଡ଼େ ଏପଟ ସେପଟ ଭୋଟ କରିବେ, ତା ସତ୍ୟ ତ ବିଜେଡି କଂଗ୍ରେସର ଭୋଟ ଅଧିକା ଅଛି। ସେ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ବି କହିଛନ୍ତି ସେପରି ଭାବରେ ଆମେ ବିଜୟ ଲାଭ କରିବୁ। ଆରେ ଭୋଟ ଯାହାର ଭୋଟ ସିଏ ଦବ, କିଏ କ'ଣ କହିବାର ନାହିଁ। କାହା କଥାରେ ଭୋଟ ନଥାଏ, ଭୋଟ ଯାହାର ଯେଉଁ ଭୋଟ ଅଧିକାରଟା ଯିଏ ସାବ୍ୟସ୍ତ କରୁଛି ସିଏ ଭୋଟ ଦବ, ସିଏ ଯୋଉଠି କହିବ। କିଛି ଆବସେଣ୍ଟ ରହିବେ କି ନା ସେମିତି କିଛି ଇଏରେ କୁହାଯାଉଛି କି ଭୋଟ ନଦେଲେ ବି କିଛି ଆବସେଣ୍ଟ ରହିବେ, ଯେଉଁମାନେ ଆସିବେ ନାହିଁ? ମୁଁ ସେଟା କହିପାରିବିନି। କାହିଁ ଆବସେଣ୍ଟ ରହିବେ? କ'ଣ ଆବସେଣ୍ଟ କାରଣ କିଛି ନାହିଁ। ଇଏ ଗୋଟେ 2 ବର୍ଷରେ ଥରେ ଲୋକ ଏମିତି ଗୋଟେ ଅଧିକାରଟା ଲୋକ ପାଉଛନ୍ତି, କାହିଁକି ଆବସେଣ୍ଟ ରହିବେ? ପ୍ରଭାତ ବାବୁ ଯୋଉ କଥାକୁ ନେଇକି ଏତେ ଆରୋପ କଲେ, ପ୍ରଭାତ ବିଶ୍ୱାଳଙ୍କ କଥା କହିବି, ସେଥିରେ କିଛି ଅଛି? ଆପଣ ମାନେ କ'ଣ ଭାବୁଛନ୍ତି ସାର୍? ଆଉ ସେ କ'ଣ ଆରୋପ କରିছে ମୁଁ ତ ଜାଣିନି। ସିଏ ଜଣଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିଲେ। ସେ ସନ୍ତୃପ୍ତ ମିଶ୍ର ପ୍ରାର୍ଥୀ ନୁହନ୍ତି, ତାଙ୍କୁ ଛାଡ଼ି ଆଉ ଯାହା କୁହନ୍ତୁ, ଏଇ କଥା ସେ କହୁଥିଲେ। ବିଜୁ ଜନତା ଦଳର ଆଉ ଗୋଟେ ଆକାଉଣ୍ଟ ଖୋଲିଛି ବାହାର ରାଜ୍ୟରେ, ସେଟା ମୁଁ କହିପାରିବିନି। ସେ ପ୍ରଭାତ ବେଶୀ ଆପଣ କ'ଣ ଭାବୁଛନ୍ତି? ସେ କଥା ମୁଁ ଜାଣିନି, ପ୍ରଭାତ ବାବୁ ଜାଣିଥିବେ, ତା ବାଦରେ ମୋର ମନ୍ତବ୍ୟ କିଛି ନାହିଁ। ମୁଁ ତ ଜାଣିନି ମୋ ଟପର ସେ କଥା। ତାଙ୍କ ଉପରେ ଯେମିତି ଆକ୍ସନ ନିଆଗଲା, ଆପଣ ତାକୁ ଆକ୍ସନ ତ ନେଲେ, ସସ୍ପେଣ୍ଡ କଲେ। ମୁଖ୍ୟଙ୍କର ଗୋଟେ ଅଧିକାର ଅଛି ସସ୍ପେଣ୍ଡ କରିବାର, ସେ ସସ୍ପେଣ୍ଡ କଲେ। ତାଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେଇଛି, ସସ୍ପେଣ୍ଡ କରିଛି। ଏମିତି ସାର୍ ଜଣଙ୍କ ପରେ ଜଣେ ସସ୍ପେଣ୍ଡ କରି ଚାଲିଲେ କେମିତି କ'ଣ ଦେଖୁଛନ୍ତି? କ'ଣ ହବ? ଯାହା ହବ ହବ। କ'ଣ ଆପଣ କିନ୍ତୁ ଆପଣ ଏତେ ଅଭିଜ୍ଞତା ଅଛି ତ, କେମିତି ଜଣେ ଯଦି ସବୁ କଥାରେ 2 ଜଣ ବିଧାୟକଙ୍କୁ ସସ୍ପେଣ୍ଡ, ଜଣେ ତାଙ୍କ ପୁଅ ବିଧାୟକ ଅଛନ୍ତି ତାଙ୍କୁ ସସ୍ପେଣ୍ଡ, ଦେବୀ ରଞ୍ଜନ ତ୍ରିପାଠୀ ସିଏ ବିଧାୟକ ଅଛନ୍ତି ତାଙ୍କ ବାପାଙ୍କୁ ସସ୍ପେଣ୍ଡ, ଏମିତି ଯଦି ପୁରା ସସ୍ପେଣ୍ଡ ପୁରା ଚାଲିଛି ତ ଚାଲିଛି। ଆଜ୍ଞା, କ'ଣ ହବ? ସସ୍ପେଣ୍ଡ ପ୍ରକ୍ରିୟା ଚାଲିଛି, ଯେପରି ଭାବରେ ରାଜ୍ୟସଭା ଉପରେ ଇମ୍ପାକ୍ଟ ପଡ଼ିବ। କ'ଣ ପଡ଼ିବ? ଯେଉଁମାନେ ସସ୍ପେଣ୍ଡ ହେଲେ ସେମାନେ ଏପଟ ସେପଟ କରିପାରିବେ, ଅନ୍ୟମାନେ କାହିଁକି କରିବେ? ଚାନ୍ସ ଅଛି ସାର୍? ନା ନାଇଁ ନା ଯୋଉମାନେ ସାର୍ କଂଗ୍ରେସର ପିସିସି ସଭାପତି କାଲି କହିଛନ୍ତି ଯେ ଦରକାର ପଡ଼ିଲେ ମୁଁ ଏଜେଣ୍ଟ ହେବି, ମୋର ବିଧାୟକ ମାନଙ୍କୁ ଯେମିତି ତାଙ୍କର ଯିଏ ହେଲେ ଏଜେଣ୍ଟ। ବୁଝିପାରିଲେନି? ଜଣେ ବିଧାୟକ ଏଜେଣ୍ଟ ହେବା ଦରକାର। ସଭାପତି ଯାହାକୁ ମନୋନୀତ କରିବେ, ସଭାପତି ମୁଁ ଯିଏ ଏଜେଣ୍ଟ ରହିବି, ତାକୁ ଆଉ କ'ଣ ବିରୋଧ କରିବେ? ସେଟା ଠିକ ନିଜେ ଏଜେଣ୍ଟ ହେଇପାରିବେ? ସେ ତ ଏମଏଲଏ ଏଜେଣ୍ଟ ହେବେ ନା? ସିଏ ମୁଁ ଜାଣିନି ସେଟା, ସରି ସେ ହେଇପାରିବେ କି ନାହିଁ ମୁଁ ଜାଣିନି। ପାର୍ଟି ଯାହାକୁ ବାଛିବ ହେଇପାରେ, ବୋଧେ ହେଇପାରେ। ସାର୍ ଆପଣଙ୍କ ଦଳର କାହାକୁ ଦିଆଯିବ? ଯେ ଭାବରେ ଏଜେଣ୍ଟ ପ୍ରତାପ ଦେବ ଆଶ୍ରୟ କହିଥିଲେ, ତାଗିଦ କରାଯିବ କି ସବୁ ବିଧାୟକ ମାନଙ୍କୁ? କହିପାରିବେନି, ତାଗିଦ କରନ୍ତୁ ନ କରନ୍ତୁ, ଆମକୁ ତ ଦେଖେଇ ଦେବାର ଅଛି। ଆଉ ଆମ ପାଇଁ ସେ ତାଗିଦ କରନ୍ତୁ, ୱିକ୍ ହଉ ନ ହଉ, ଆମ ପାଇଁ ସମାନ। ପ୍ରିଫରେନ୍ସିଆଲ ଭୋଟ ହବାର ଚାନ୍ସ ଅଛି କି? ପ୍ରିଫରେନ୍ସିଆଲ ଭୋଟ ନିଜ ଇଚ୍ଛାରେ ନିଜ ମତାମତ ଯଦି ଦେଇପାରିବେ, ସେଭଳି କିଛି ଆପଣ କହିଲେ ଯେଉଁମାନେ ଅସନ୍ତୋଷ ଅଛନ୍ତି, ସସ୍ପେଣ୍ଡ ହେଇଛନ୍ତି, ସେମାନେ କ'ଣ କରିପାରନ୍ତି? ଆଉ ଅନୁମାନ ଅସନ୍ତୋଷ ଅଛନ୍ତି ବୋଲି ଭାବୁଛନ୍ତି? କାହିଁ ଅସନ୍ତୋଷ ଅଛନ୍ତି? ଯେଉଁମାନେ ସସ୍ପେଣ୍ଡ ହେଇଛନ୍ତି ସେମାନଙ୍କ କଥା ଯେଉଁ ଆପଣ କହିଲେ, ମୁଁ ସେଇମାନଙ୍କ କଥା କହୁଛି, ଅନୁମାନ କାହିଁକି କରିବେ?